ବାହାଘର ମାସେ ପରେ ଖୋଲିଲା ଜାଗୃତିଙ୍କ ଅସଲ ଗୁମର। ଜାଗୃତିଙ୍କ କେଉଁ ଗୁମର ଖୋଲିଲା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଖବର ଆସୁଛି କି ଅନୁଭବଙ୍କ ପୂର୍ବରୁ ଜାଗୃତି ମଧ୍ୟ ଆଉ ଜଣଙ୍କୁ ବିବାହ କରିଥିଲେ। ଆଉ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲା ପରେ ଅନୁଭବଙ୍କୁ ବିବାହ କରିଛନ୍ତି ବୋଲି ଖବର ଆସୁଛି। ତେବେ କାହିଁକି ଜାଗୃତିଙ୍କ ଛାଡ଼ପତ୍ର ହୋଇଥିଲା? ତେବେ କ'ଣ ଅନୁଭବଙ୍କୁ ବିବାହ କରିବେ ବୋଲି ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆପଣ ତ ବେଶ ଭଲ ଭାବରେ ଜାଣିଥିବେ ଜାଗୃତି ଯିଏକି ଅନୁଭବଙ୍କୁ କରିଛନ୍ତି ବିବାହ, ସେ ହେଉଛନ୍ତି ମଧ୍ୟପ୍ରଦେଶର ଝିଅ। ଜାଗୃତି ଖୁବ୍ କମ୍ ବର୍ଷ ବୟସରୁ ଦିଲ୍ଲୀକୁ ପଳାଇ ଆସିଥିଲେ। ଆଉ ସେ ଦିଲ୍ଲୀରେ ପାଠ ପଢ଼ାପଢ଼ି କରି ସେ ଜଣେ ଜର୍ଣ୍ଣାଲିଷ୍ଟ ଭାବରେ ଖୁବ୍ ପରିଚିତ। ଆଉ ଜାଗୃତି ଅନୁଭବଙ୍କର ପୂର୍ବରୁ ଜଣେ ଭଲ ବନ୍ଧୁ ଥିଲେ। ଆଉ ଏବେ ସେ ବିବାହ ମଧ୍ୟ କରିଛନ୍ତି। ଆଉ ଏବେ ଖବର ଆସୁଛି କି ଜାଗୃତି ପୂର୍ବରୁ ବିବାହ କରିଥିଲେ ଓ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲା ପରେ ସେ ଅନୁଭବଙ୍କୁ ବିବାହ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି।